এটা গভର୍ଣ୍ଣମେଣ୍ଟ ଅଫ୍ ଓଡ଼ିଶା INPR ଡିପାର୍ଟମେଣ୍ଟ ଓଡ଼ିଶାର ସୂଚନାଟି ରହିଛି ଯେ ରାଜ୍ୟର ଶିଶୁ ବାଟିକା ଗୁଡ଼ିକରେ ଶିଶୁ ସେବିକା ନିୟୋଜିତ ହେବେ। ବର୍ତ୍ତମାନ NEP 2020 ଅନୁସାରେ ପ୍ରତ୍ୟେକ ସ୍କୁଲରେ ଶିଶୁ ବାଟିକା ବିଭାଗ ଖୋଲିଛି ବା ଶିଶୁ ବାଟିକା ଯେଉଁଟା 3 ଆମେ କହୁଛେ ତାହା ଚାଲିଛି। ପରେ ଅଙ୍ଗନବାଡ଼ି ଗୁଡ଼ିକ ମଧ୍ୟ ସ୍କୁଲରେ ମିଶ୍ରଣ ହେବ। ସେଥିରେ ଶିଶୁମାନଙ୍କର ଯତ୍ନ ନେବା ପାଇଁ ଶିଶୁ ସେବିକା ନିଯୁକ୍ତି ହେବେ। ନିୟୋଜନ କରିବା ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ନୀତିଗତ ନିଷ୍ପତ୍ତି ଗ୍ରହଣ କରିଛନ୍ତି। ଏହି ଶିଶୁ ସେବିକାମାନେ ଶିଶୁ ବାଟିକାର ଛୋଟ ପିଲାମାନଙ୍କୁ ସହାୟତା ଯୋଗାଇ ଦେବା ସହିତ ଶିକ୍ଷକମାନଙ୍କ ଉପରେ ରହୁଥିବା ଅଣଶିକ୍ଷା କାର୍ଯ୍ୟକ୍ରମ ବା କାର୍ଯ୍ୟର ବୋଝ ହାଲକା କରିବାରେ ସହାୟକ ହେବେ। ରାଜ୍ୟରେ 45,000 ସରକାରୀ ପ୍ରାଥମିକ ବିଦ୍ୟାଳୟରେ ଚଳିତ ଶିକ୍ଷାବର୍ଷ ଠାରୁ ଶିଶୁ ବାଟିକା ଖୋଲାଯାଇଛି। ଏଥିରେ 5ରୁ 6 ବର୍ଷର ପିଲାମାନଙ୍କୁ ପ୍ରାକ୍ ପ୍ରାଥମିକ ଶିକ୍ଷା ପ୍ରଦାନ କରାଯାଉଛି। ଶିଶୁ ବାଟିକାରେ ପିଲାଙ୍କ ସଂଖ୍ୟାକୁ ଦୃଷ୍ଟିରେ ରଖି ଆବଶ୍ୟକତା ଅନୁଯାୟୀ ଶିଶୁ ସେବିକା ନିଷ୍ପତ୍ତି ନିଆଯିବ। ନିଷ୍ପତ୍ତି ଅନୁଯାୟୀ ସରକାର ବିଦ୍ୟାଳୟରେ ନିଯୁକ୍ତ ପାଚିକାମାନେ ବର୍ତ୍ତମାନ ଯେଉଁମାନେ ରୋଷେଇ କରୁଛନ୍ତି ସେମାନେ ଯେଉଁ ଦରମା ପାଉଛନ୍ତି ସେହି ହାରରେ ଦରମା ଦିଆଯିବ ଏବଂ ସମଗ୍ର ଶିକ୍ଷା ବଜେଟରୁ ଏହି ଅର୍ଥ ପ୍ରଦାନ କରାଯିବ। ଯାହା ହେଉ ଯେ DC ନିଯୁକ୍ତିଟା ସରକାର ଦେବା ନିହାତି ଆବଶ୍ୟକ ଏଥିପାଇଁ, କିନ୍ତୁ DC ନ ଦେଇ ଶିଶୁ ସେବିକା ଦେଉଛନ୍ତି। କିଛି ପ୍ରକାର ଆଶ୍ୱସ୍ତି ଆଣିବ ଏ ନିଯୁକ୍ତି, କିନ୍ତୁ DC ପିଲାମାନେ ଯେଉଁମାନେ କରିଛନ୍ତି ସେମାନଙ୍କୁ ନିଯୁକ୍ତି ଦେଇଥିଲେ ବହୁତ ଭଲ ଗୋଟେ ନିଷ୍ପତ୍ତି ହେଇଥାନ୍ତା ଏବଂ ସେମାନେ ମଧ୍ୟ ନିଯୁକ୍ତି ପାଇପାରିଥାନ୍ତେ। ଏଇଟା ବି ଦେଖିବା ଗୋଟିଏ ସାରା ରାଜ୍ୟରେ ସରକାର ଖୋଲିବେ ଡେ କେୟାର ସେଣ୍ଟର। ଡେ କେୟାର ସେଣ୍ଟରଟା ଯେତେବେଳେ ଖୋଲିବ ଏଥିରେ ମଧ୍ୟ ଶିଶୁମାନଙ୍କର ଯତ୍ନ ନେବା ପାଇଁ ସରକାର ଯେହେତୁ ଖୋଲିବେ ସେମାନେ କିଛି ନିଯୁକ୍ତି ମଧ୍ୟ ଦେଇପାରେ। ଏଇଟା ପୁରୁଣା ନ୍ୟୁଜ୍ଟା, କିନ୍ତୁ ଏଇ ଦୁଇଟା ଯାକ DC ଯେଉଁମାନେ କରିଛନ୍ତି ସେମାନଙ୍କ ପାଇଁ ଇଏ ମଧ୍ୟ ନିଯୁକ୍ତି ଭବିଷ୍ୟତରେ ଆଣିପାରେ। ତେଣୁକରି ଦୁଇଟାକ ଯୋଜନା କାର୍ଯ୍ୟକାରୀ ହେଲେ କିଛି ସୁଫଳ ମିଳିବ ପିଲାମାନଙ୍କୁ।